जय जगन्नाथ सांग मैंने जय जगन्नाथ समस्त नमस्कार एठी हो ना समस्त नमस्कार मु राहुल ये श्रावणी स्वागत कर आज गोटे भिडियोटी को आज हूँ शनिवार तो आम घर हूँ गोटे छोट शनि मेलाटे हो शनि मेला सी गाड़ी पकड़ा ये खुशी चलो आरम्भ करिया भिडियोटी को बेसी बड़ आकार होनी छोट नर्माल आकार पड़े क्या खर्च जी गला आ खर्च करहबनी चलो आरम्भ करिया वीडियो नुआ थी चैनल को सब्सक्राइब वीडियो को लाइक निहाती करिए बुबू कहीदे अटा दला चली आलू ये कटा अटा दला चली कौन कौच कौन तुम कौन कर बादाम बादाम भाजी कौन खीरी खीरी बनाऊँ संध्या को पूजा हम आज समस्त काम लगी आम बाप झील बुलुचे बुलुचे भिडियो करुचे हन गुगु आम गुगु आज पुओ छुआ ड्रेस पिंधि गुगु कहीदे मु आज पुओ कहीदे सन्ध्या 7टा बेले आम पूजा आरंभ है मो दिन व्यस्त वीडियो करना खसा तेल ही लेखा है तो खसा तेल ही लेखा है सोरिष तेल तो लेखा ना सोरिष तेल है अच्छे तो सेठी गोटे पूरा गोटे सीसी पूरा अच्छी पूरा फुल रखाई काली काट दी तुम 200 ग्राम 200 काट दी पूरा खसा तेलटा मुख्य तांकर पीड़ा पीड़ा कला पांच कला पांच भी आसचे कला भी आई नाली भी आई कौन देखो ना ना दुबार सब पीस तोड़ के आनी मो पीसी हाँ ये बही बस गुंडी खाऊ आम बाड़ तो गाई खाई गला दुब घास हाँ बाहर से जो मैट पड़ा नष्ट है बाहर तुली गणाई से पड़ा वड़ा को सब छुआ खेलती
माधवंगद विष्णु हरिहर गाय नमः चंद्रभास्कर भक्तभागसुलकर्ण नविजन स्वाहा नविद्याधि आत्मनं स्वाहा नमो सवित्रे जगते कचक्योषि जगत प्रस्तुति तेना सहितवे त्वयि मया यो त्रिगुणात्मधारिणी विरञ्चे नारायणं विष्णु नारायण सिंहवाह्यं यत्र गच्छ तद्धिष्ठानं कुर्म पूजां गृहाणं ओम कस्तूरी तिलकं ललाटपटले वक्षस्थले पुष्पभं नासाग्रे गदमुक्तिके करतळे वेणु करे मङ्गलं मल्ली सायाया धर्मसमुद्रं मध्ये भक्ता शनेश्वरं शनेश्वर महाग्रायसं सन्तुष्टो अस्मात् गम्भीरोः कोन काण्डात् कुर्वन्ति पुरुष शरीरवने प्रतते सहस्रयतनचो राहु महाग्राय नमो नमः उधर से अनुज करिन तो तू गुड़ा सेठी जान पूरा गोबर करते हां जेजा पर केना केइ छथि लुगा पालते देनु आ गुरी न लाल छ एई रे ना एरा ए माउदे माउदोडा पदु का दादा से समस्या सतरा पाई भुग ए किता दे दे पूरी हां कर दो हमु दे दिबो ना सेठी सेई रा रा दिगो माउदे रे बाजू को पाइबो ना तुमे पाइबो न नहीं भूगोल में से समझ दे तुम पाइबो रो ठीक है बहुत बस टाइम ହେଇଛି 9:30 ପାର ହେଲାଣି ମଝିରେ ପୂଜା ମଝିରେ ଗଲି ବାହାନଗାକୁ ଭାଇକୁ ଆଣିତେ ଆଉ ଭାଉଜଙ୍କୁ ଆଣିତେ ଆସିଲା ବେଳକୁ ପୂଜା ଖତମ ସବୁ ପୂଜା ସାମଗ୍ରୀ ସବୁ ନେଇକି ଯାଉଛି ପୋଖରୀକୁ ଓଝିଆ ଲାଗି ଦୀପ ତାର ଜଳୁଛି ମୁଁ ଧରିଛି ଯାଉଛି ଏଠି ଆମେ ତିନି ଭାଇ ଚାଲିଛେ ଆଉ ଦେଖାଉନାହାନ୍ତି ଧରିବା ଜିନିଷ ଦେଖୁନ ବ୍ରହ୍ମାର ପୂଜା ସାମଗ୍ରୀ ଶନିଙ୍କ ଜିନିଷ ନା ରହିବ ନାହିଁ ସେ ରଖିବେ ସେଇଦିନ ପୂଜା ସେଇଦିନ ବୁଝେଇ ଦିଅ ଏମିତି ଚାଲିଛି ଆଉ ଦୀପ ତାର ଜଳୁଛି ଜଳୁଛି ଯାହା ଜଳୁଛି ଭଗବାନ ତମର ଦେଖାଯିବ ହଠାତ୍ ପ୍ରୋଗ୍ରାମ ମାନେ କାଲି ବାପା କହିଲେ ଆଜି ପୂଜା ହେଲା ହଠାତ୍ ସେଥିପାଇଁ କିଛି ଗୋଟେ ଆଉ ଲିଭିଗଲା ପବନ ଦଉଛି ନା ଟିକେ ଟିକେ ପବନ ଲିଭିଗଲା ଲିଭି ଯାଉ କିଛି ଅବସ୍ଥା ନାହିଁ ତେଲ ଦୀପଟା ତାର ଜଳିଥାଉ ତଥାପି କହିଲେ ଦୀପ ତାର ଜଳୁଥାଉଛି ଜଳେଇ ଦେଇ ରଖିଦେଇ ପଳେଇ ଆସିବ ଜଳୁଥାଉ ତେଲ ଅଛି ନା ତା ଜଳୁଥାଉ କିଛି ଅବସ୍ଥା ନାହିଁ ହଁ ଯୋଉ ଟାଣିବ ନା ନନା ଗଲେ ରାସ୍ତା ଚଳୁଥିବ ଆମେ ଚାଲୁ ହାତ ଧୋଇଦବା ବଡ ଟ୍ରାଭେଲର ଆମ ଗାଁରେ ଯାତ୍ରା ବି ପଡୁଛି 13, 15, 26 13, 15, 13ରୁ 15 ହେଲା ତୁଳସୀ କର୍ଣ୍ଣାଟ୍ୟ ଆସୁଛି ଏଇ ବୋଧେ ଶେଷ ଦେଖା ତଥାପି ସେ ପତିବ୍ରତା ପାରିବେ ଯଦି ଆସିବେ ଦେଖିବା ପାଇଁ ତୁଳସୀ କର୍ଣ୍ଣାଟ୍ୟ ଜାଗର ସମୟରେ ହବ ସିଏ ଯାଉ ଠିକ ଏଣ୍ଡିଂରେ ତମେ ଆଇଛ ଠିକ କାମ କରତେ ହେଲା କି ଏଣ୍ଡିଂ ଶେଷ ସମୟରେ ଠିକ କାମ କରତେ ଆଇଛନ୍ତି ସେ ପୁଛିତେ ଆମର ଖାଇତେ ବସ ତ କି ସାଙ୍ଗମାନେ ଆଜିର ବ୍ଲଗ୍କୁ ଏଇଠି ଏଣ୍ଡ କରିବା ବହୁତ ଦିନ ପରେ ମୁଁ ବ୍ଲଗ୍କୁ ଏଣ୍ଡ କରି ମୁଁ ବ୍ଲଗ୍କୁ ଏଣ୍ଡ କରେନି କାହିଁକି ନା ମୋତେ ମାନେ ରାତିରେ ମୁଁ ଭୁଲି ଯାଏ ଆଉ ହେଉଛି
ବ୍ଲଗ୍ ବି ଏତେ ବି ବହୁତ ଟାଇମ୍ ହେଇଯାଏ ଯେ ଆଉ ଏଣ୍ଡଟା ଟାଇମ୍ଟା କାହିଁକି ପକେଇକି ଆଉ ଟାଇମ୍କୁ ନଷ୍ଟ କରିବି ଏମିତି ମୁଁ କରେନି। ବଟ୍ ଆଜିର ଭିଡ଼ିଓଟି ବହୁତ ସର୍ଟ ଅଛି। ଦିନ ସାରା ବହୁତ କାମ ଥିଲା। ଏଠି ଯାଇକି ତାଙ୍କୁ ଆଣେ, ଏଠି ଯାଇକି ତାଙ୍କୁ ଆଣେ, ଏଟା ଆଣେ ସେଟା ଆଣେ, ତ ବହୁତ ସାରା ମାର୍କେଟିଂ ଫାର୍କେଟିଂ, କାରଣ ଆମର କାଲି ବାପା କହିଲେ ଆଜି ହେଲା, ତ ଗୋଟେ ଦିନ ସବୁ କିଛି କରିବାକୁ ପଡ଼ିଲା। ତ ସେଥିପାଇଁ ତ ଏମିତି ହେଇଥିଲା କଥା। ବାପା ହଠାତ୍ କହିଦେଲେ ଯେ ମାନେ ବାପାଙ୍କ ଦେହଟା ଟିକେ ମଝିରେ ଖରାପ ହେଇଗଲା, ଡାଇବେଟିସ୍ ପଡ଼ିଗଲା। ତ ସେଥିପାଇଁ ବାପା ମନରୁ କହିଥିଲେ ଯେ ଭଗବାନ ମୁଁ ଏମିତି ଗୋଟେ ପୂଜା କରିବି, ମୋ ଶରୀରଟି ସୁସ୍ଥ କରିଦିଅ। ଯାଉ ଠାକୁରଙ୍କ ବାପାଙ୍କ ଶରୀର ଟିକେ ସୁସ୍ଥ ହେଇଯାଇଛି। ତ ଯେହେତୁ ବାପା କହିଦେଇଥିଲେ ତ ସେମିତି ଗୋଟେ ଦିନ ପ୍ଲାନିଂ କରିକି ଯାହା ପୂଜାଟା କରିଲୁ। ଆଉ ସେଥିପାଇଁ ଟିକେ ଅଧିକ ଟିକେ ଖଟିଣି ହେଇଗଲା। ତ ମୁଁ ଦିନ ସାରା ବେଶୀ ଭିଡ଼ିଓ କରିପାରିଲିନି ଠିକ୍ସେ। ଆଉ ସନ୍ଧ୍ୟାବେଳେ ଭାଇ ଆରି ଯେ ଆସିବା ପାଇଁ ତାଙ୍କୁ ବି ଆଣିବାକୁ ଗଲି, ତ ଭିଡ଼ିଓ ଠିକ୍ସେ ହେଇପାରିଲାନି। ତ ଯାହା ହଉ ସବୁ ପ୍ରଭୁଙ୍କ ଇଚ୍ଛା, ଆମେ ତ କେହି ନୁହେଁ, ଆଉ ତାଙ୍କ ଇଚ୍ଛାରେ ସବୁ କିଛି ହେଉଛି। ତ ଯାହା ହଉ ଭଗବାନ ସେଇ ମାନେ ମୁଁ ଭାବେ ଯେ ଆମର ପ୍ରତ୍ୟେକ ଦିନର କାର୍ଯ୍ୟ ଯାହା ବି କିଛି ହେଉ ଭଗବାନ ଦ୍ୱାରା ହେଉଛି, ସେ ନିଜେ କରାଉଛନ୍ତି। ତ ଗୋଟେ ଦିନରେ ବି ହେଉ ବା 2 ଦିନରେ ହେଉ, ମନର ଇଚ୍ଛା ଥିଲେ ଗୋଟେ ଦିନ ଗୋଟେ ଘଣ୍ଟାରେ ସବୁ କିଛି ହେଇପାରିବ। ତ ଯାହା ହଉ ପ୍ରଭୁଙ୍କ ଇଚ୍ଛାରେ ସବୁ ଠିକ୍ଠାକ୍ ହେଇଗଲା। ଯାହା ସକ୍ଷମ ଅନୁସାରେ ଆମେ ଯାହା ଦୀପତ୍ର ପକେଇଲୁ, ଛୁଟି ବି ସେ ବି ହେଲା ସ୍ୱଳ୍ପ ସମୟ ଭିତରେ। ତ ରହିଲି, ପୁଣି ଦେଖ ନେକ୍ସଟ ଭିଡ଼ିଓରେ। ଆଉ ଯାହା ଭୁଲ ବାଟ ଥିବ କ୍ଷମା କରିଦେବେ, ହେଲା କଥା। ଆଉ ତ ଭାଇରେ ଅଛି ଲେଟ୍ରେ ପହଞ୍ଚିଲେ, ଯଦି ପ୍ଲାନିଂ ଥିଲା ତାଙ୍କର ପ୍ଲାନିଂ ଆସିବାର ନଥିଲା, ତ ହଠାତ୍ ସେ ଯାଇଥିଲେ କିଛି ଦିନ ପୂର୍ବରୁ, 7-8 ଦିନ ପୂର୍ବରୁ ଯାଇଥିଲେ, ଫେର ହଠାତ୍ ଆସିଲେ। ତ ସେଥିପାଇଁ ତାଙ୍କର ବି ଲେଟ୍ ହେଲା। ସେ ଯାଉ ଏଣ୍ଡିଂର ପୂଜା ଏଣ୍ଡିଂରେ ଆସି ଯାଉ ମୁଣ୍ଡିଆଟେ ମାରିପାରିଲେ। ପୁଣି ଆସିକି ଆମେ ସଫାସଫି କରି ଖାଇକି ପୁଣି ଆମେ ଆସିକି ଶୋଇତ ଆସିଲୁ। 11:42 ହେଇଛି। ମଶୁରୀ ଲଗାଇ ଦେଖିପାରୁଥିବେ, କାରଣ ଆମ ଯଦି ଛୁଆ ଟିକେ ବଡ଼ ହେଲା ପରେ ଆମେ ମଶୁରୀ ଲଗାଇ ଦେଉଛୁ, କାରଣ ମଶା ପାଇଁ। ହେଲା କଥା। ଆଉ ରହିଲି, ପୁଣି ଦେଖା ନେକ୍ସଟ ଭିଡ଼ିଓରେ। ନେକ୍ସଟ ଭିଡ଼ିଓ। ଟାଟା ବାଏ ବାଏ, ଗୁଡ୍ ନାଇଟ୍, ଟେକ୍ କେୟାର, ଜୟ ଜଗନ୍ନାଥ। ଆଉ ଆମର ଯେଉଁ ମୁଁ ଦେଖୁଥିଲି, ଯେଉଁ ଯାତ୍ରା ବ୍ୟାନର ଦେଖୁଥିଲି, ଆମ ଗାଁରେ ଜାଗର ସମୟରେ 13, 14, 15 ଜାଗର ଯାତ୍ରା ହେବ। ତୁଳସୀ ଗଣନାଟ୍ୟ ଆସୁଛି, ଆସିବେ ଦେଖିବା ପାଇଁ ନିଶ୍ଚିତ।